ବର୍ଷ ସରି ଏଇ ବର୍ଷ 47 ବର୍ଷ ସରିବ। 48 ବର୍ଷ ଆସନ୍ତା ବର୍ଷ ଆରମ୍ଭ ହେବ। କଣ କେମିତି ଆରମ୍ଭ ହୁଏ? କେମିତି କେତେ ଦିନ ଲାଗି ରହେ? ଶ୍ରୀରାମ ନବମୀରୁ ପୂର୍ଣ୍ଣମୀ ଦିନ ସରେ 7 ଦିନ ଏଠାରେ ମହାଯଜ୍ଞ, ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ସହ ସମାପନ କରାଯାଏ। କୋଉଠୁ କୋଉଠୁ କଳସ କେମିତି ଉଠାଯାଏ? କେମିତି କଣ ବିସର୍ଜନ? ରତ୍ନଚୀର ନଦୀରୁ ଏଠୁ କଳସ ଯାତ୍ରା ଆରମ୍ଭ କରନ୍ତି। କଳସ ଯାତ୍ରା ପରେ ଗୋପୀନାଥ ଦେବଙ୍କର এই ସ୍ଥାନରେ ଯଜ୍ଞ ମଣ୍ଡପରେ ଆସି ସେ ସ୍ଥାନ ଅଳଙ୍କୃତ କରିବା ପରେ ଯଜ୍ଞ ଆରମ୍ଭ କରାଯାଏ। ପରମ୍ପରାକୁ କେମିତି କେତେ ଦିନ ହେଲା ବଞ୍ଚେଇକି ରଖିଛନ୍ତି ଏବଂ କେମିତି କାର୍ଯ୍ୟକ୍ରମ କରାଯାଏ? ସମାପନ କେମିତି କରାଯାଏ? 47 ବର୍ଷ ହେବା ମଧ୍ୟରେ ପ୍ରଥମରୁ ଯେତେବେଳେ ଆରମ୍ଭ ହେଲା, ଏ ବାପା ଯୋଉ ପ୍ରଦୀପ କୁମାର ରଥ ଏଇ ଯୋଉ ବିଶ୍ୱଶାନ୍ତି ମହାଯଜ୍ଞ ଆପଣଙ୍କ ପ୍ରଭାତପୁରରେ ଅନୁଷ୍ଠିତ ହେଇଛି, କେତେ ଦିନ ବ୍ୟାପୀ? 47 ବର୍ଷ ମାନେ ହେଲା ଚାଲିଛି। କେତେ ଦିନ କାର୍ଯ୍ୟକ୍ରମ? 7 ଦିନ ହୁଏ। ଏହାର ପୁରୋଧା କିଏ ଅଛନ୍ତି? ପୁରୋଧା ମୁଖ୍ୟ ହେଲା ବିଶ୍ୱନାଥ ରଥ, ଆମର ବାପା ଯିଏ। ନୀତିକାନ୍ତି ଉପରେ କେମିତି କଣ? ନୀତିକାନ୍ତି ତ ସବୁ କିଛି ଚାଲିଛି, ଯେମିତି ହବା କଥା ସେମିତି ଚାଲିଛି ସବୁ। ଯଜ୍ଞନାରାୟଣଙ୍କର ପ୍ରତିବର୍ଷ ଏଭଳି ଅନୁଷ୍ଠାନ କରାଯାଏ। ସେ ମୁଖ୍ୟ ଆରାଧ୍ୟ ଦେବତା କିଏ ଅଛନ୍ତି? ମୁଖ୍ୟ ଆରୋଗ୍ୟ ଦେବତା ଅଛନ୍ତି ଜଗନ୍ନାଥ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ବିମଳା ଅଛନ୍ତି, ଶନି ଅଛନ୍ତି, ରାମ ଲକ୍ଷ୍ମଣ ସୀତା ହନୁମାନ ଅଛନ୍ତି, ଭରତ ଶତ୍ରୁଘ୍ନ ଅଛନ୍ତି, ହରଚଣ୍ଡୀ ଅଛନ୍ତି, ବାନାମ୍ବର ଅଛନ୍ତି, ସମସ୍ତେ ଏଠି ସବୁ ଦେବତା, ଗୋପୀନାଥ ଅଛନ୍ତି, ସମସ୍ତେ ଅଛନ୍ତି। ଏଇଠି ଯୋଉ ହେଲାଣି କେତେ ବର୍ଷ ହେଲାଣି? 47 ବର୍ଷ। 47 ବର୍ଷ। ଆଗରୁ ଏ ମନ୍ଦିର କିଏ ସ୍ଥାପନ କରିଥିଲେ? ଆଗରୁ ଆମେ ହିଁ କରୁଛୁ, ଆଉ କି କର ଆମେ କରୁଛୁ, ଆମେ ଚଳୁଛୁ, ଆଉ କିଛି ଜାଣେ କିଏ ସାହାଯ୍ୟ କଲା ବାହାର ଲୋକ ଆସି ଗ୍ରାମବାସୀ ପହଁରା ଗାଁ ତ ତାଙ୍କ ଅଛି ସେ କରୁଛନ୍ତି ଆଉ କଣ। ଠାକୁରଙ୍କର ମହାତ୍ମା କଣ ଏବଂ ଠାକୁରଙ୍କ ଯୋଉ ଅନୁଭୂତି? ଏଇଟା ହଉଛି ଶ୍ରୀଗୁରୁ ଅଛି ଦୁର୍ଗା ମାଧ ଆଶ୍ରମ। ଏଠି ରତ୍ନଙ୍କ ପୋଥି ଅଛି, ପୋଥି ସାଙ୍ଗରେ ଏବେ ପକାନ୍ତି। ମହାତ୍ମା ତ ଏଇଠି ଅଛି। ଆମର ଯୋଉ କେତେ ଯଜମାନ ସବୁ ଆସୁଛନ୍ତି, ସେମାନଙ୍କର ସନ୍ତାନ ହଉନି, କାହାର ପିଲାଛୁଆ ହଉନି, ଏବଂ କାହାର ରୋଗ ବୈରାଗ ଇତ୍ୟାଦି ଇତ୍ୟାଦି ସବୁ ଜିନିଷ ମାନସିକ କରି ଆସୁଛନ୍ତି। ଲୋକ ଆସନ୍ତି ପ୍ରାୟ ଆମ ଅଲ ଓଡ଼ିଶାରୁ ପ୍ରାୟ ଲୋକ ଆସୁଛନ୍ତି, ବ୍ରହ୍ମଗିରିଠୁ ଆରମ୍ଭ କରି ଆମର ସେପଟେ ହଉଛି କୋଣାର୍କ, ସେପଟେ ରହିଲା ଆମର ନୀଳାକାରପୁର, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ତାପରେ ଆମର ସେଇ ଯୋଉ ଏରିଆଟା ଆସୁଛନ୍ତି ଆଉ। ସେମିତି କିଛି ଠାକୁରଙ୍କର ଅନୁଭୂତି ଅଛି ଯାହା ଆପଣଙ୍କ ସହିତ ଘଟିଛି? ସେମିତି ଆମର ବହୁତ ଇଏ ଆସୁଛନ୍ତି ସବୁ, ଏଇ ଯେ ସନ୍ତାନ ମାନଙ୍କ ପାଇଁ ବହୁତ ଲୋକ ଆସିଛନ୍ତି, ସେମାନେ ଏଠି ସନ୍ତାନ ପ୍ରାପ୍ତି ହେଇଛି। ଏଇଟା ପ୍ରମାଣ, ଏବଂ ସେମାନେ ଆସି ପ୍ରତିବର୍ଷ ଏଠି ତାଙ୍କର ମନସ୍କାମନା ପୂର୍ଣ୍ଣ ହେଇଛି, ସେମାନେ ଆସିକି ତାଙ୍କର ବାଳ ପକାଉଛନ୍ତି ଏବଂ ତାଙ୍କର ମାନସିକ ପୂରଣ କରି ଆସୁଛନ୍ତି। ଗୋଟେ ଅନୁଭୂତି ଆମେ ତ ପୂଜା କରିବା ଲୋକ ପୂଜା କରିଛୁ, ଏବଂ ଯୋଉ ଯଜମାନ ଯୋଉମାନଙ୍କର ହେଇଛି ସେମାନଙ୍କର ହଉଛି ହେଇଛି ନା, ଆଉ ଆମ କଣ ହଉଛି, ଆମେ ଡାକିଛୁ ଠାକୁର। ପୂଜାରୀ ପୂଜକ ହିସାବରେ ସେମିତି କିଛି ଅଲୌକିକ ଘଟଣା ଘଟିଲା? ସେମିତି ଆମେ ପୂଜା କରିଗଲୁ, କଣ ଅସୁବିଧା ହେଲେ ଆମକୁ ଟିକେ ସ୍ୱପ୍ନ ଆସେ, ଏବଂ ସେଇ ସ୍ୱପ୍ନରୁ ଆମେ ଇଏ କରୁ ଆଉ, ଜାଣିପାରୁ ଯେ କଣ ହଉଛି କଣ ନାହିଁ ଆଉ।